ଯେତେବେଳେ ଚିଟଫଣ୍ଡ ପାଇଁ ଓଡ଼ିଶା ହୁଲଦୁଲ ହଉଥିଲା ସେତେବେଳେ ସିବିଆଇ ଗ୍ରୀन ସିଗ୍ନାଲ ରહીଥିଲେ ଭକ୍ତ ଦାସ ଡକରା ଯାଇଥିଲେ ଆଶୀର୍ବାଦ ବେହେରାଙ୍କୁ ଡକା ଯାଇଥିଲା ଆଶୀର୍ବାଦ ବେହେରା ହାଜିରା ହୋଇଥିଲେ ସେଭଳି ଜଣେ ଚିଟଫଣ୍ଡ ଦଲାଲ ଚିଟଫଣ୍ଡରୁ ଟଙ୍କା ଖାଇ ବାରବାଟୀ ଷ୍ଟାଡିୟମକୁ ମାଡ଼ି ବସିଥିବା ବ୍ୟକ୍ତି କି ବିଜେଡି ବାଲା ତ କୋଳେଇ ନେଇଥିଲେ ଏ ବିଜେପି ବାଲା ବି କାହିଁ କୋଳେଇ ନଉଛନ୍ତି କଣ ତା ଠେଇ ନାଳ ଅଛି ଯାହା ପାଇଁ ସମସ୍ତେ ତା ପାଖରେ ନସର ପସର ହଉଛନ୍ତି ସେ ଗୋଟେ ଚିଟରଟା ଚିଟଫଣ୍ଡରେ ବହୁ ପଇସା ହଲୁଟ କରି ଖାଇଛି ଏଠି ଗ୍ରୁପରୁ ଆଉ ଆଶୀର୍ବାଦ ବେହେରା ତାଙ୍କ ପୁଅ ସଞ୍ଜୟ ବେହେରା କଳିଙ୍ଗ ବାରବାଟୀ ଷ୍ଟାଡିୟମକୁ ନିଜର ପୈତୃକ ସମ୍ପତ୍ତି ଭାବୁଛନ୍ତି ସେଠି ହୋଟେଲ ଖୋଲିଛନ୍ତି ସେଠି କଲ୍ୟାଣୀ ମଣ୍ଡପ କରିଛନ୍ତି ସେଠି ବହୁ ଦୋକାନ ଭଡା ଦେଇଛନ୍ତି ଏଭଳି ଯଦି ହବ ଗୋଟେ ବିଶ୍ୱ ସାରା ଦେଖୁଥିଲେ ଲୋକ କଟକ ଓଡ଼ିଶା କଟକ ବାରବାଟୀ ଷ୍ଟାଡିୟମରେ ଖେଳ ହଉଥିଲା ସାରା ବିଶ୍ୱ ଦେଖୁଥିଲା ସେତିକି ବେଳେ ତମେ ଲାଇନ କାଟି ଦଉଛ 34 ମିନିଟ କାଳ ତାର ମାନେ କଣ କେବଳ ଆଶୀର୍ବାଦ ବେହେରା ତା ପୁଅ ସଞ୍ଜୟ ବେହେରା ମାଲ ନେଇଥିଲେ ଇଣ୍ଡିଆ ଟିମ୍ କେମିତି ହାରିବ ବୋଲି ପୁରା ବିରାଟ ଡିଲ୍ କରିଥିଲେ ସେମାନେ ଯେ ଲାଇନ କାଟିଦେବୁ ଅଧଘଣ୍ଟେ 45 ମିନିଟ ଲାଇନ କାଟିଦେଲେ ଇଣ୍ଡିଆ ଟିମ୍ ହତ୍ସାହିତ ହେଇଯିବେ ଆଉ ଇଂଲଣ୍ଡ ସାଙ୍ଗରେ ଖେଳି ପାରିବେନି ନର୍ଭସ ହେଇଯିବେ ସେଥିପାଇଁ ଲାଇନ କଟା ଯାଇଥିଲା ଆରେ ଇଏ କୋଉଠୁ ଗୋଟାଏ ଷ୍ଟାଡିୟମ ଇଏ ଫାଳେ ଷ୍ଟାଡିୟମ ସମ୍ଭାଳିବା ତାକତ ନାହିଁ ଏ କେବଳ ମାଲ ଯୋଉଠି ଏ ସରକାର ସେଇଠି ତେଣୁ ମୋହନ ସରକାର କଣ ପାଇଁ ତାଙ୍କ ପାଖରେ ନାଳେଇ ପାଳି ହଉଛନ୍ତି ବାପ ପୁଅଙ୍କ ପାଖରେ ଯଦି ଆଉ ଗୋଟେ ଷ୍ଟାଡିୟମ କରିକି ଦବ ତାକୁ ଦେଇଦଉନ ଓଡ଼ିଶା ସାରା ସବୁଠି ଗୋଟେ ଗୋଟେ ଷ୍ଟାଡିୟମ କରିଦିଅ କେବଳ ଯେତେ ଷ୍ଟାଡିୟମ ଅଛି ତାକୁ ଆଶୀର୍ବାଦ ବେହେରା ତା ପୁଅ ସଞ୍ଜୟ ବେହେରା ସମ୍ଭାଳିବେ ଆଉ କେହି ସମ୍ଭାଳିବେ ଚିଟଫଣ୍ଡ କେସ ଧରାଇ ଭିତରକୁ ଗଲା ବାହାରିକି ଆଇଲା ବହୁ ଲୋକଙ୍କ ଠେଇ କଳା ଦାଗ ଲାଗିଲା ତାକୁ ତଳିତଳାନ୍ତ କଲ ୟାକୁ କାହିଁକି ଲାଭ କରୁଥିଲ ତେଣୁ ଯୋଉ ବିଜେଡି ବାଲା ହୁଅନ୍ତୁ କି ଏ ବିଜେପି ବାଲା ହୁଅନ୍ତୁ ଆଶୀର୍ବାଦ ପୁଅ ସଞ୍ଜୟ ଭଲ ଟୋକି ସପ୍ଲାୟର ତେଣୁ ଓଡ଼ିଶା ବଦନାମ ହେଇଯାଉ ଆଙ୍କୁ ତ ସୁନ୍ଦରୀ ତରୁଣୀ ଦରକାର ଆଉ ଆଶୀର୍ବାଦକୁ ଟଙ୍କା ଦରକାର ତେଣୁ ଓଡ଼ିଶା କୋଉଠି ବଦନାମୀ ହଉଛି କି ତା ମୁହଁରେ କଳା ବୋଳା ଯାଉ ଆଙ୍କର ଯାଏ କେତେ ଆସେ କେତେ ତେଣୁ ସେଥିପାଇଁ ପୁରା ପ୍ଲାନ୍ ତିଆରି କରି ସଞ୍ଜୟ ଆଶୀର୍ବାଦ ଲାଇନ କାଟିଥିଲେ